আজি ହେଉଛି ଏପ୍ରିଲ 1 ତାରିଖ ଉତ୍କଳ ଦିବସ। ମୋତେ ଏ ବିଷୟରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏପ୍ରିଲ ମାସର 1 ତାରିଖଟି ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ସ୍ମରଣୀୟ ଦିନ। ଏହି ଦିନ ଆମେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଥିଲୁ। ତେଣୁ ତାର ସ୍ମୃତି ସ୍ୱରୂପ ଆମେ ଏପ୍ରିଲ ମାସ 1 ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରିଥାଉ। ଓଡ଼ିଶାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଥିଲା। ମାତ୍ର ନିଜର ଅପାରଗ ପୁଣି ଆଉ କେତେଜଣ ଦେଶଦ୍ରୋହୀଙ୍କ ହୀନ ଚକ୍ରାନ୍ତ ଫଳରେ ଆମ ଏହି ପ୍ରଦେଶଟି ଖଣ୍ଡ ବିଖଣ୍ଡିତ ହୋଇଗଲା। ପରିଶେଷରେ ଏହା ବ୍ରିଟିଶ ସାମ୍ରାଜ୍ୟର ଅଧୀନକୁ ଚାଲିଗଲା। କିଛି ଦିନ ପରେ ଏହି ମାଟିରେ ଜନ୍ମଗ୍ରହଣ କରିଥିବା କର୍ମବୀର ଗୌରୀଶଙ୍କର, ଉତ୍କଳ ଗୌରବ, ମଧୁସୂଦନ ଦାସ, ଫକୀରମୋହନ ସେନାପତିଙ୍କ ଭଳି ଯୋଗୁଁ ପୁରୁଷଙ୍କ ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କଲା। ଆଜି ହେଉଛି ଉତ୍କଳ ଦିବସ। ଆଜି ଆମର ସମୀକ୍ଷାର ଦିବସ। ଶପଥ ନେବା, ଉତ୍କଳକୁ ସର୍ବଶ୍ରେଷ୍ଠ ରାଜ୍ୟ ରୂପେ ଗଢ଼ିବା, ନିଜର ରକ୍ତ ଦେଇ ଉତ୍କଳ ମାତାଙ୍କ ସେବା କରିବା, ମାଙ୍କୁ ଭଲ ପାଇବା, ଓଡ଼ିଶା ପାଇଁ କିଛି ଭାବିବା। ଶେଷରେ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଉତ୍କଳ ଜନନୀ।